ସହିତ ଯୋଡ଼ା ହେଇଥିବ କାହିଁକିନା ପୂର୍ବ ସରକାର କହୁଥିଲା ତାଙ୍କୁ ଆଧାର କାର୍ଡ଼ ଦିଆଯାଇଛି, ଭୋଟ ପତ୍ର ଦିଆଯାଇଛି, ରାସନ କାର୍ଡ଼ ବି ଯୋଡ଼ା ଘର ବି ଦିଆଯାଇଛି। ତେଣୁ ଆମେ ଅନୁମାନ କରୁଛୁ ବୋଧେ 4-5ଟି ପଞ୍ଚାୟତ ବିଞ୍ଝାରପୁର ରହିଲା, ବିଞ୍ଝାରପୁର, ସୈଦପୁର, ସାସନ୍ଦା, ଅଳକା ବୋଧେ କିଛି ଲୋକଙ୍କୁ ଯୋଡ଼ା ହେଇଛି। ତେଣୁ ଆପଣଙ୍କ କାର୍ଯ୍ୟ ଆପଣ ସେମାନଙ୍କୁ ଫାଇଣ୍ଡ ଆଉଟ୍ କରନ୍ତୁ ଯଦି କେହି ଥାଆନ୍ତି ଏବଂ ତାଙ୍କ ତଥ୍ୟ ମଧ୍ୟ ପୋଲିସ ଷ୍ଟେସନକୁ ଦିଅନ୍ତୁ। ପୂର୍ବ ମାସ 22 ତାରିଖରେ କାଶ୍ମୀରର ପହଲଗାମ ଠାରେ ପାକିସ୍ତାନ ଦ୍ୱାରା ପ୍ରେରିତ ଆତଙ୍କବାଦୀମାନଙ୍କ ଦ୍ୱାରା ପୁରା ମାନବ ସମାଜକୁ ଦୋହଲାଇ ଦେଲା ଭଳିଆ ଯେଉଁ ବିଭତ୍ସ ହିନ୍ଦୁ ନରସଂହାର କରାଗଲା ଏବଂ ପରେ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଏବଂ ଆକ୍ରମଣ ପ୍ରତି ଆକ୍ରମଣ ହୋଇଥିଲା। ଏହା ପରେ ପରେ ଆମେ ମଧ୍ୟ ସମସ୍ତେ ଦେଖିଲେ ବିଶ୍ୱର ସମସ୍ତ ରାଷ୍ଟ୍ର ଭାରତ ସହିତ ଛିଡ଼ା ହୋଇଥିବା ବେଳେ ମାତ୍ର 4-5ଟି ରାଷ୍ଟ୍ର ପାକିସ୍ତାନ ସପକ୍ଷରେ ଛିଡ଼ା ହୋଇଥିଲେ। ତନ୍ମଧ୍ୟରୁ ବାଂଲାଦେଶ ମଧ୍ୟ ପାକିସ୍ତାନ ସମର୍ଥନ ଥିଲା। ତେଣୁ ଆମର କହିବାର କଥା ଯେତେବେଳେ ବାଂଲାଦେଶର ସମସ୍ତ ବାଂଲାଦେଶୀମାନେ ଆସି ଭାରତବର୍ଷରେ ବସବାସ କରୁଛନ୍ତି, ନିଜ ବେପାର ବାଣିଜ୍ୟ କରୁଛନ୍ତି, ଯେତେବେଳେ ଆମ ଶତ୍ରୁ ରାଷ୍ଟ୍ର ସହିତ ବାଂଲାଦେଶ ସମର୍ଥନ ଦେଇଛି, ଶତ୍ରୁ ରାଷ୍ଟ୍ର ସହିତ ଛିଡ଼ା ହେଇଛି, ତେଣୁ ବାଂଲାଦେଶ ମଧ୍ୟ ଆମର ଶତ୍ରୁ। ଆମେ ଯାହା ଅନୁମାନ କରୁଛୁ ପୂର୍ବ ସରକାରରେ ଆମ ବିଞ୍ଝାରପୁରରେ 4ଟି ଯେଉଁ ପଞ୍ଚାୟତ ଅଛି, ବିଞ୍ଝାରପୁର, ସାସନ୍ଦା, ଅଳକୁଣ୍ଡ ଏବଂ ସୈଦପୁର, କିଛି ବାଂଲାଦେଶୀମାନଙ୍କୁ ଚକ୍ରାନ୍ତମୂଳକ ଭାବେ କିମ୍ବା ଷଡ଼ଯନ୍ତ୍ର ରଚି ତାଙ୍କୁ ରାସନ କାର୍ଡ଼ ପ୍ରଦାନ କରାଯାଇଛି। ତେଣୁ ଆଜି ଆମେ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛୁ ଯେ ଯଥାଶୀଘ୍ର ଯଦି ସେଭଳି କାର୍ଯ୍ୟକୃତି କରାଯାଇଥାଏ ତାକୁ ଚିହ୍ନଟ କରାଯାଉ, ସେ ସମସ୍ତ ବାଂଲାଦେଶୀମାନଙ୍କୁ ଏ ଯେଉଁ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ଦିଆଯାଉ ଏବଂ ତାଙ୍କର ତଥ୍ୟ ମଧ୍ୟ ସ୍ଥାନୀୟ ପୋଲିସ ଷ୍ଟେସନରେ ଦିଆଯାଉ। ବାରମ୍ବାର ଆମେ ପୂର୍ବଦିନ ମାନେ ମଧ୍ୟ ଯେତେବେଳେ ବିଜେଡି ସରକାର ଥିଲା ସେ ସମୟରେ ମଧ୍ୟ ଆମେ ବିଭିନ୍ନ ପୋଲିସ ଷ୍ଟେସନରେ କମ୍ପ୍ଲେନ୍ କରିଛୁ ଯେ ବାଂଲାଦେଶକୁ ଆମ ରାଜ୍ୟ ନୁହେଁ ଦେଶରୁ ବିତାଡ଼ିତ କରାଯାଉ, କିନ୍ତୁ ସରକାର ଯେହେତୁ ତାଙ୍କୁ ସୁହାଇଲା ଭଳିଆ କାର୍ଯ୍ୟ କରୁଥିଲା ତେଣୁ ସେମାନଙ୍କୁ ଏଠି ପ୍ରଶ୍ରୟ ଦିଆଯାଉଥିଲା ଏବଂ ତାଙ୍କୁ ରଖାଯାଉଥିଲା। ସରକାର ଆସିଲା ପରେ ଆମେ ସମସ୍ତେ ଦେଖିବାକୁ ପାଉଛନ୍ତି ଯେଉଁ ଫେରିବାଲା ସବୁ ବୁଲୁଥିଲେ ସେ ବୋଧେ 90% ବୋଧେ କମିଯାଇଛି। ଆଉ ଯେଉଁ ଗାଁ ଭାଁ କେଉଁଠି କିଏ ଅଛି ତାକୁ ଯଥାଶୀଘ୍ର ଚିହ୍ନଟ କରାଯିବ, ତାଙ୍କୁ ମଧ୍ୟ ଦେଶ ବାହାରକୁ